कटक सदर निर्वाचन मंडली अंतर्गत उराली ग्राम पंचायत रे थिबा प्रतिकार रिहाब सेंटर रे घटी जाइए एक दुखद घटना। तेबे घटनाटी होची जो निशाशक्त युवक माने बा आजिर समाज रे जो युवपीढ़ी रही जो माने निशा कबल रे पड़ी जाइछन्ति सेमानंकु निशा मुक्ति बा तांकर निशा छड़िया पई ए रिहाब सेंटर टी हेची। तेबे एथियारे जो अंतेवासी माने एठारे रहिचन्ति सेमानक मध्यरु जणे युवकर मृत्यु घटिची एवं जहाँ कुहा जाउची बा जहाँ सूचना मिली कि बाथरूम रो सावर रे से दौड़ी दे आत्महत्या करचन्ति बोली। तेबे आलोचना करबा आम सहित किछि अंतेवासी अछन्ति ते घटनाटी किपरि थिला बा सेही जो युवकर मृत्यु घटिची तार एक्टिविटीज केउ भली भाबरे थिला मैं आलोचना करबा आम सहित किछि अंतेवासी अछन्ति। आज्ञा टे परिचय देबे। प्रकाश नायक। केते दिन हेलानी एठी अछन्ति आपण? ଏବେ ଆଇଛି ମାସ। जो युवकटी मृत्यु घटिची ता सहित आपनकर केउ भली भाबे संपर्क थिला? ନାଇଁ ନୂଆ ତ ଆସିଥିଲେ ସମ୍ପର୍କ କିଛି ନାହିଁ। केते दिन हेलानी से आस्थिले? ଏବେ ପହରଦିନ ଆସିଥିଲେ। जदि कहबा ताले केउ भली तांकर एक्टिविटीज थिला बा तांकर विशेष कर देखा जाए कि जो माने निशा कबल रे पड़ी जाई थांती सेमानक मानसिक भारसाम्य मते सेमान हरै बसतानी से भली किछि देखिबाकू मिलिथिला कि तांकर ठारे? ଆଜ୍ଞା ସେ ଆସି ରୁମ୍ ରେ ଶୁଅନ୍ତି ବସନ୍ତି କାହା ସାଙ୍ଗେ କଥାବାର୍ତ୍ତା କରନ୍ତି। अच्छा आपण माने मते एठी रहउछन्ति केन देखुछन्ति घटना? ସବୁ ଶୋଇଲା ଟାଇମ୍ରେ ସେ ଏମିତି केतरा बेले आपण शोइथिले? ଆମେ ତ ରାତି 10ଟା 10टा ପରେ ଘଟଣାଟି ଘଟିଛି। ଆଚ୍ଛା ରାତ୍ରି ଭୋଜନ ସମସ୍ତେ ପ୍ରାୟ କରିଛନ୍ତି ନା ନାଇଁ? ରାତି 9:30ରେ ସବୁ ଭୋଜନ କର ପିଲାଟି ମଧ୍ୟ ତାର ରାତ୍ରି ଭୋଜନ ସରି ଭୋଜନ ସବୁ କରାହେଇଛି। ତାପରେ ଏଇ ଘଟଣାଟି କେତେବେଳେ ଘଟିଛି ବୋଲି ଆପଣ ଅନୁମାନ କରୁଛନ୍ତି? ସେଇ ଗୋଟେ ପରେ ଗୋଟେ ଦିଟା ପରେ ରାତି ଗୋଟେ ପରେ ଏଇ ଘଟଣାଟି ଘଟିଛି। ତେବେ ଯଦି କହିବା ତାହେଲେ ଆପଣ ମାନଙ୍କୁ କିଛି ଗୋଟେ ମେଡିସିନ ମଧ୍ୟ ଦିଆଯାଉଥିବ ଏଇ ନିଶା ଛାଡିବା ପାଇଁ, ଆପଣ ମେଡିସିନ ନେଇଥିଲେ? ହଁ ମେଡିସିନ ନିଆହଉଛି। ପିଲାଟି ମଧ୍ୟ ନେଇଥିଲା? ନାଇଁ ତାଙ୍କର ମେଡିସିନ ଚାଲୁ ହେଇନି, ସେ ନର୍ମାଲ ଦେଲେ, ଖାଲି ଖାଇଥିଲେ ଶୋଇଥିଲେ। ଯଦି କହିବା ତାହେଲେ ସେ ପିଲାଟି ଯୋଉ ଆତ୍ମହତ୍ୟା କରିଛି ବୋଲି କୁହାଯାଉଛି ବା ତାକୁ କିଏ ମାରି ଦେଇଛି ବୋଲି ମଧ୍ୟ ପରିବାର ଲୋକ ତାଙ୍କର ଅଭିଯୋଗ ଆଣୁ। ସେମିତି ତ ୟା ଭିତରେ ଏମିତି ନାହାନ୍ତି କି ଏମିତି ହେଇଗଲା ବେଳେ ଆମେ ସମସ୍ତେ ମିଶିକି ରହୁଛୁ। ମୋର ଏଇଠି ମାସେ ପାଖାପାଖି ହେଇଗଲାଣି। କିନ୍ତୁ ସେ ପରଦିନ ଆସିଥିଲେ, ସେ ଟିକେ ମାନସିକ ମାନେ ଟିକେ ନର୍ମାଲ ରହୁଥିଲେ, କାହା ସହିତ ଏତେ ମିଳାମିଶା ହଉନଥିଲେ। ଆମେ ବି ଡାକିକି ଟିକେ ପଚରା ଉଚରା କରୁଥିଲୁ, ମଉସା ଆଉ ଭଲ ଲାଗୁଛି କି କ'ଣ। ସେ ଟିକେ କାନ୍ଦି ପକାନ୍ତି ମଝିରେ ମଝିରେ, ତାଙ୍କର ଟିକେ ମାଇଣ୍ଡ ଅପସେଟ୍ ରୁହେ। ରାତିରେ ଖାଇଲେ, ଖାଇକି ଶୋଇଲେ, ଆମେ ବି ଶୋଇଲୁ। ଶୋଇଲା ପରେ ସେ ଏଇ ଘଟଣାଟି ହେଇଛି। ଦେଖୁଥିଲେ ତାଙ୍କର ସହଯୋଗୀ ମାନଙ୍କର ପ୍ରତିକ୍ରିୟା। ତେବେ ଆମ ସହିତ ଆଉ ଜଣେ ମଧ୍ୟ ସହଯୋଗୀ ଅଛନ୍ତି, ଆମେ ତାଙ୍କ ପରିବାର ଲୋକ ଅଛନ୍ତି, ତାଙ୍କର ପ୍ରତିକ୍ରିୟା ନେବା। ଭାଇ ଟିକେ ପରିଚୟ ଦେବେ। ମୋ ନାଁ ମାନସ। ଯେଉଁ ଲୋକଙ୍କର ମୃତ୍ୟୁ ଘଟିଛି ଆପଣ ତାଙ୍କର କ'ଣ ହେବେ? ମୁଁ ତାଙ୍କ ଶଳା ହିସାବରେ ବି ଭିଣେଇ ହେବି। ସେ କେତେ ଦିନ ହେଲାଣି ଏମିତି ନିଶା କବଳରେ ପଡ଼ିଥିଲେ? ସିଏ ତ ପ୍ରାୟ ନିଶା ସବୁବେଳେ ସେବନ କରନ୍ତି। କ'ଣ କ'ଣ ନିଶା ଖାଆନ୍ତି? ସିଏ କେବଳ ମଦ ପିଅନ୍ତି, କୌଣସି ନିଶା ନୁହେଁ, କେବଳ ମଦ ପିଅନ୍ତି। ଆମେ ଏଇ ପ୍ରତିକାର ଭରସାରେ ଛାଡ଼ିଲୁ କାଳେ ଭଲ ହେଇଯିବ। ଏଠି ସିଏ ବି ଆମକୁ ପ୍ରତିଶ୍ରୁତି ଦେଲେ ହଁ ଆମେ ଭଲ ହେଇଯିବ ବୋଲି। ତା ବାବଦରେ ଆମ ସାଙ୍ଗେ ଯୋଉ କାଗଜପତ୍ର କାମ କଲେ, ପଇସା ବାବଦରେ ବି କହିଲେ ହଁ ପଇସା ମାସିକିଆ ପଇସା ନେବେ। ତାଙ୍କ ଭରସାରେ ଛାଡ଼ିଥିଲୁ। ଗୁରୁବାର 25 ଦିନ ଆମେ ଛାଡ଼ିଥିଲୁ ତାଙ୍କ ଇଏରେ। କିନ୍ତୁ ହଠାତ୍ ସିଏ ଆମକୁ ସକାଳୁ ଖବର ଦେଲେ ଯେ ସିଏ ସୁଇସାଇଡ୍ କରିଦେଇଛନ୍ତି। ଆମେ ଆସି CCTV ଫୁଟେଜ ଦେଖିଲୁ। ରାତି 1:30ରେ ସେ ଯାଇଛନ୍ତି ବାଥରୁମ୍। 1:30ରେ ବାଥରୁମ୍ ଯାଇଛନ୍ତି। 1:30ରେ ବାଥରୁମ୍ ଯିବା ପରେ ସେମାନେ ସକାଳ 6:30ରେ ଯେତେବେଳେ ପ୍ରେୟାର କରିବାକୁ ଯାଆନ୍ତି, ସେତେବେଳକୁ ଏମାନେ ଜାଣିଲେ ଯେ ଜଣେ ମିସିଂ ଅଛି। ତାପରେ ଖୋଜାଖୋଜି କଲେ। ଆମେ ଯାହା ଭରସାରେ ଛାଡ଼ିଛୁ, ତାଙ୍କର କୌଣସି ରାତିରେ ୱାଚମ୍ୟାନ୍ ନାହାନ୍ତି, କୌଣସି କେୟାର ଟେକର ନାହାନ୍ତି। କିନ୍ତୁ ସିଏ ଆମକୁ ମିଛରେ କହିଲେ ଯେ ହଁ ଏଠି ଭଲ ସୁବିଧା, ଭଲ ସବୁ ଜିନିଷ ଅଛି। ପ୍ରଥମ ଜିନିଷ ମୋ କହିବା କଥା। ଦ୍ୱିତୀୟ ଜିନିଷ, ଗାଁ ମଝିରେ ଏଇଟା ରହିବା କଥା ନୁହଁ, ଗାଁ ମଝିରେ ରହିଛି। ରାତିରେ ଯେତେବେଳେ 22 ଜଣଙ୍କୁ ରଖୁଛନ୍ତି, ଅନ୍ତେବାସୀ ଅଛନ୍ତି, ଯେଉଁମାନେ ଅଛନ୍ତି 22 ଜଣଙ୍କୁ ସୁରକ୍ଷା ଦେବା ପାଇଁ ତାଙ୍କର ଜଣେ ହେଲେ କେୟାର ଟେକର ନାହାନ୍ତି। ଆଜି ହୁଏତ ଏ ଲୋକଟା ଆଜି ମରିଗଲା, ହୁଏତ କାଲି ରାତିରେ ମାନେ ବାଡ଼ିଆ ବାଡ଼ି ମରିଯିବ, କେହି ଜାଣିପାରିବେନି, ନିଜେ ତ ଝଗଡ଼ା ହେଇକି। ଯଦି କହିବା CCTV ଫୁଟେଜ ଆପଣ ଦେଖିଲେ କି ସେ ବାଥରୁମ୍ ଗଲେ ବୋଲି, ଏବଂ ଫେରିଲା ବେଳର CCTV ଫୁଟେଜ ଆପଣ ଦେଖିଛନ୍ତି ବାଥରୁମ୍ରୁ ବାହାରିବାର? ନାଇଁ, ଫେରିଲା ବେଳେ CCTV ନାହିଁ। ପୋଲିସ ନେଇଛନ୍ତି CCTV, ସମ୍ପୂର୍ଣ୍ଣ ଆମେ ଦେଖିନୁ। ଫେରିବା ବେଳ ନାହିଁ। କିନ୍ତୁ ଏମାନେ ସକାଳେ କବାଟ ଭାଙ୍ଗି ସାରିକି ଦେଖିକି ଆମକୁ ଫୋନ କଲେ। କବାଟ ଭିତରୁ ବନ୍ଦ ଥିଲା? କବାଟ ଭିତରୁ ଆମେ ତ ଦେଖିନୁ ଆଜ୍ଞା। କବାଟ ତ ଭାଙ୍ଗିଲେ ସେ ଆମକୁ ଡାକି ଦେଖେଇଲେ। କବାଟ ଭିତରୁ ବନ୍ଦ ଥିଲା ନଥିଲା ଆମେ ସେଦିନ ଜାଣିପାରିବୁନି। କେମିତି ଆପଣ ଆସିଲେ ସେତେବେଳେ କୋଉଠି ଥିଲେ? ଭିତରେ, ବାଥରୁମ୍ ଭିତରେ ଥିଲେ? ଭିତରେ ଝୁଲନ୍ତା ଅବସ୍ଥାରେ ଥିଲେ ସିଏ।
ହଁ କିନ୍ତୁ ଆମେ ଯେତେବେଳେ ଅନ୍ତବାସୀ ପଚାରିଲେ କଣ କେମିତି ନା ନାଇଁ ରାତିରେ ତାଙ୍କର କେହି ରହୁନାହାନ୍ତି ଜଗୁନାହାନ୍ତି ସମ୍ପୂର୍ଣ୍ଣ ଅବ୍ୟବସ୍ଥା। କଣ ଦାବି ରହୁଛି ଆପଣଙ୍କର? ଆମେ ଦାବି ରହୁଛି କଣ ସରକାର ଏଇଭଳି ଯୋଉ ସେକ୍ଟର ଯୋଉମାନେ ଅଛନ୍ତି ପରିବାରର ରୋଜଗାର କ୍ଷମ ଲୋକମାନେ ହିଁ ଯୋଉମାନେ ନିଶା ଖାଉଛନ୍ତି କଣ ସେମାନେ ରୋଜଗାର କରିକି ନିଶା ଖାଉଛନ୍ତି। ତ ଏମିତିଆ ସେଣ୍ଟର ଯୋଉଠି ଅଛି ସେମାନଙ୍କୁ ପ୍ରପର ଗାଇଡ କରାଯାଉ ପ୍ରପର ଭେରିଫିକେସନ କରାଯାଉ। ଆଉ ଏଇ ଯୋଉ ସଂସ୍ଥାଟି ଗାଁ ମଝିରେ ଅଛି ଏଟା ବନ୍ଦ କରାଯାଉ। ଆମ ଲୋକ ଆଜି ମରିଯାଇଛି ବୋଲି ନୁହଁ କାଲି ସକାଳେ ଆଙ୍କ ଭିତରୁ କିଏ ରାତିରେ ଯାଇ ଏମାନଙ୍କୁ ଭରସାରୁ ଛାଡୁଛି ଏମାନେ ତ ଜଗୁନାହାନ୍ତି। ଏଇ ଲୋକ କିଏ ରାତିରେ ଯାଇ ବାହାରେ କାହାକୁ ମର୍ଡର କରିଦେବ କେହି ଜାଣିପାରିବେନି ଗାଁ ମଝିରେ। ଯଦି କହିବା ତେବେ ସେଇ ଲୋକଙ୍କର ପରିବାରରେ ଆଉ କିଏ କିଏ ଅଛନ୍ତି? ତାଙ୍କର ଆଜ୍ଞା 2 ପୁଅ ତାଙ୍କ ପତ୍ନୀ ଅଛନ୍ତି। ଇଏ ଗୋଟିଏ ଲୋକ କେବଳ ରୋଜଗାର କରିବା ପାଇଁ ଥିଲେ। ୟାକୁ ହରାଇଦେଲା ପରେ ତାଙ୍କ ଭବିଷ୍ୟତରେ କଣ କିଛି ଜଣାପଡୁନି। ବୟସ ଆଜ୍ଞା 50-55 ହବ। ରମେଶ ଚନ୍ଦ୍ର ବେହେରା, ସଭାପତି କୋଠସାହି ଗ୍ରାମ କମିଟି। ମୁଁ ଆମର ସେ ଗାଁ ଲୋକ ଅତି ପରିଚୟ, ଆମ ଘର ପାଖକୁ ତାଙ୍କ ଘର ଲାଗିଛି। ତାଙ୍କୁ ସୁସ୍ଥ କରିବା ପାଇଁ ସେ କିଛି ଦିନ ହେଲା ନିଶାସକ୍ତ ଥିବା ତାଙ୍କୁ ସୁସ୍ଥ କରିବା ପାଇଁ ଏଠି ଆଣି ଛାଡ଼ିଥିଲେ ତାଙ୍କର ଆତ୍ମୀୟ ସ୍ୱଜନ ବା ହିତାକାଂକ୍ଷୀ ମାନେ। କିନ୍ତୁ 2 ଦିନ ପରେ ଏଠି ସେ ମରିଯିବାର ଆମେ ଖବର ପାଇଲୁ। ଯେଉଁ ଭଳିଆ ଭାବରେ ମରିଛନ୍ତି ସେ ଯାହା ଦେଖାଉଛନ୍ତି ମାନେ ଗୋଟେ ସାଧାରଣତଃ ବାଥରୁମର ସାୱାରରେ ଗୋଟେ ଲୋକ କେବେ ହେଲେ ଦୌଡ଼ି ଦେଇ ମରିପାରିବ ନାହିଁ। ଏଇଟା ହତ୍ୟା ନା ଆତ୍ମହତ୍ୟା? ତାଙ୍କର ଏଠି ସୁରକ୍ଷା କର୍ମୀ କେହି ନାହାନ୍ତି। ସେ ଆମେ ଯାହା ଖବର ପାଉଛୁ ରାତିରେ ସେ ମରିଛି କିନ୍ତୁ ସକାଳ ପର୍ଯ୍ୟନ୍ତ କେହି ଜାଣିନଥିଲେ, ସକାଳୁ ଖବର ପାଇଲେ। ତା ବ୍ୟବସ୍ଥା ତାଙ୍କର କେହି ସୁରକ୍ଷା କର୍ମୀ ନାହାନ୍ତି। ଆଙ୍କୁ ପଇସା ନେଉଛନ୍ତି। ଏକରେ ତ ସେ ଗାଁ ଭିତରେ କରିବା କଥା ନୁହଁ, ଆଉଟ୍ ସାଇଡ୍ ଜାଗାରେ କରିବା କଥା, ଗୋଟେ ଗାଁ ମଝିରେ ହେଇଛି କିନ୍ତୁ ସୁରକ୍ଷା କିଛି ନାହିଁ, ପଇସା ନେଉଛନ୍ତି। କିନ୍ତୁ ଲୋକଟି କୁଆଡ଼େ ଗଲା, ରାତିରୁ କୁଆଡ଼େ ଗଲା, କଣ ହେଲା, ସକାଳୁ ସେ ମରିଗଲା ପରେ ଖବର ପାଉଛୁ। ଆଜ୍ଞା, ମୋ ନାଁ ହେଉଛି ଶ୍ରୀ ସନ୍ଦୀପ କୁମାର ରେଡ୍ଡି। ମୁଁ ପରିଚାଳକ ଅଛି। ଘଟଣା ଏମିତି ହେଲେ କି ତ 4 ବର୍ଷ ହେଲାଣି ଏଠି ସଂସ୍ଥା ଚାଲିଛି, ତ କେବେ ହେଇନି। ତ ଆମର ଷ୍ଟାଫ୍ ଅଭାବ ପ୍ରଥମେ ଗୋଟେ ଜିନିଷ ହେଉଛି 2-3 ଜଣ ଷ୍ଟାଫ୍, ଆଉ ଜଣେ ହେଉଛନ୍ତି କାଉନସିଲର ଯିଏକି ସନ୍ଧ୍ୟା 7ଟା ଭିତରେ କି 6:30 ଭିତରେ ପଳାନ୍ତି। ସେ ଦିନ ବେଳେ ଆସନ୍ତି ରାତି। ଆଚ୍ଛା, ଇନଡୋର ଷ୍ଟାଫ୍ ଯିଏ କାଲି ସିଏ ଘରକୁ ପଳେଇଥିଲେ ରାତି 10ଟା ବେଳେ କୌଣସି କାମ ପାଇଁ। ଆଉ ଜଣେ ସେ ଶୋଇପଡ଼ିଥିଲା, ଜଣେ ଯିଏ ଥିଲା ସେ ଶୋଇପଡ଼ିଥିଲା। ବଟ୍ ପିଲାଙ୍କ ଭିତରେ ଦିଆ ହୁଏ ଯେ ନାଇଟ୍ ଡ୍ୟୁଟି ଆଜି ଯାଏଁ ସେ ନାଇଁ ଅନ୍ତେବାସୀ ସିଏ ନଥିଲେ। ଆଜ୍ଞା, ରମେଶ କୁମାର ସାହୁ। ଆଜ୍ଞା, ହଁ, ତାର ଅବହେଳାରୁ ଶୋଇପଡ଼ିଥିଲା, ଅବହେଳା ନିଶ୍ଚିତ। ଆଉ ପୁଲିସ ତ ତାର ଇଏ କରିବ, ତଦନ୍ତ କରିବ, ସେଇ ଅନୁସାରେ ଯାହା ହବ। 22 ଜଣ ଅଛି। ଏଇଟା ମୁଁ ସେଟା ଅବହେଳା ଆମର ବୋଲି ଭାବୁଛି, କିନ୍ତୁ ଆଜି ଯାଏଁ ଚାଲି ଆସୁଥିଲା ନାଇଟ୍ ଡ୍ୟୁଟି। ଜଷ୍ଟ ମାନେ କିଏ ପରିସ୍ରା ଗଲା, କଣ କଲା ତ ଜଣେଇବ, କେତେଥର ଉଠିକି ଗଲା କଣ। ନାଇଁ, ସେ ଅବଶ୍ୟ ଟିକେ ପୁରୁଣା ତାକୁ ଜଗିବା ପାଇଁ ନା ଅଲଗା ଅଛନ୍ତି, ଖାଲି ସେମାନେ ଇନଫର୍ମ କରିବେ ଆମକୁ। ସେ ଏଠିକି ଆସି ଯୋଉମାନଙ୍କୁ ଇନଫର୍ମ କଲେ, ତାପରେ ଆମର ଯୋଉ ପିଲା ଭଲ ହଉଛନ୍ତି 6,000ରୁ ନେଇକିରି 9,000, ନାଇଁ 9,000ଟା ହେଉଛି ଧାର୍ଯ୍ୟ, ଯୋଉଟା ଗୋଟେ ଫାଇନାନ୍ସିଆଲ ଇୟର ପାଇଁ ଆମେ କରିଛୁ। ସେ ଗୋଟେ ଲୋକଠୁ ସେତିକି ନିଆହବ, ତା ଭିତରେ କାହା ପାଖରେ ନାହିଁ ତ କିଏ 6,000 ଦେଇକି ରହୁଛି। ଏମିତି ବି ପଲ୍ଲୀରୁ ବି ପିଲା ଆସୁଛନ୍ତି ଯୋଉମାନେ କି ଦେଇ ପାରୁନାହାନ୍ତି 4,000 5,000 ଜଷ୍ଟ କୋଡ଼ିଂ ପଇସା ଦେଇକି ବି ରହୁଛନ୍ତି। କେୟାରଟେକର 2 ଜଣ, କିନ୍ତୁ ତା ଦେହରୁ ଜଣେ ଚାଲି ଯାଇଥିଲା। ଏରେ ବି ସେମାନେ ହୋଲ୍ଡ ତାଙ୍କର ରାଉଣ୍ଡ ଦ କ୍ଲକ୍ ରୁହେ ଡ୍ୟୁଟି। ଏଇ ଘରକୁ ହଁ, ଜନବସତି ଆଜ୍ଞା ଏଇ ଜାଗାଟା ଗୋଟେ ଖାଲି ଥିଲା, ନେଇକିରି ଆମେ କରିଛୁ। ତ ଉଦ୍ଦେଶ୍ୟ ଥିଲା କିଛି ଭଲ ପାଇଁ। ତ ଏମିତି ଅଘଟଣ ହବ, ଇଏ ହବ, ତ ଏଇଠି ପିଲା ଭଲ ହେଇକି ଏଇଠି ହିଁ ସର୍ଭିସ ଦଉଛନ୍ତି। ଏଇଠି ପିଲା ଭଲ ହଉଛନ୍ତି, ସେଇ ପିଲା ଆସିକି ଆଫ୍ଟର କେୟାର ହିସାବରେ ବି ସର୍ଭିସ ଦଉଛନ୍ତି। ଶୁଣିଲେ ପ୍ରତିକ୍ରିୟା ଅନ୍ତେବାସୀଙ୍କର ଏବଂ ତାଙ୍କ ପରିବାର ଲୋକଙ୍କର ଏବଂ ଏହି ନିଶାମୁକ୍ତି କେନ୍ଦ୍ରର ପରିଚାଳକଙ୍କର। ତେବେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କି ରାତ୍ର ଜଗୁଆଳିଙ୍କର ଅଭାବ ଯୋଗୁଁ ଚାଲିଯାଇଛି ଏକ ଅମୂଲ୍ୟ ଜୀବନ। ତେବେ ପ୍ରାଥମିକ ସ୍ତରରେ ପୋଲିସ ପହଞ୍ଚି ତଦନ୍ତ ତାର ଆରମ୍ଭ କରିଛି ଏବଂ ଶବକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି। ତେବେ ଗାଁ ଲୋକମାନଙ୍କର ମଧ୍ୟ ଅଭିଯୋଗ ରହିଛି କି ଗ୍ରାମ ମଧ୍ୟରେ କେଉଁଭଳି ଏକ ନିଶାମୁକ୍ତି କେନ୍ଦ୍ର ଏଠାରେ ଖୋଲାଯାଇଛି। ତେବେ ପ୍ରକୃତ ଘଟଣାଟି କ'ଣ, ତା ତଦନ୍ତ ପରେ ହିଁ ଜଣାପଡ଼ିବ। କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।